AM Music. ପ୍ରେଜ୍ ଦ ଲର୍ଡ ହାଲେଲୁୟା। ପ୍ରଭୁଙ୍କ ମହାନ ନାମକୁ ଧନ୍ୟବାଦ ଦିଏ। ପ୍ରଭୁଙ୍କର ମହାନ ଅନୁଗ୍ରହରୁ ଅଏଲ୍ ମ୍ୟୁଜିକ୍ ମାଧ୍ୟମରେ ଆପଣମାନଙ୍କର ଗହଣରେ ପ୍ରଭୁଙ୍କ ବାକ୍ୟ କହିବା ନିମନ୍ତେ ପ୍ରଭୁ ସୁଯୋଗ ଦେଇଥିବାରୁ ତାହାଙ୍କ ନାମର ଧନ୍ୟବାଦ। ଆଜି ଯେଉଁ ବାକ୍ୟ ମାନେ ପାଠ କରିବା ଆପଣମାନେ ତାହା ପାଇବେ ହିତୋପଦେଶ 3 ପର୍ବ 1 ପଦରୁ 5 ପଦ। ହେ ମୋହର ପୁତ୍ର, ତୁମ୍ଭେ ମୋହର ବ୍ୟବସ୍ଥା ପାଶର ନାହିଁ, ମାତ୍ର ତୁମ୍ଭର ହୃଦୟ ମୋହର ଆଜ୍ଞା ସବୁ ପାଳନ କରୁ, ଯେହେତୁ ତଦ୍ୱାରା ପରମାୟୁର ଦୀର୍ଘତା ଓ ଜୀବନର ବର୍ଷ ସଂଖ୍ୟା ଓ ଶାନ୍ତି ବୃଦ୍ଧି ହେବ। ଦୟା ଓ ସତ୍ୟତା ତୁମ୍ଭଙ୍କୁ ପରିତ୍ୟାଗ ନ କରୁ, ଆପଣା କଣ୍ଠରେ ଉଭୟକୁ ବାନ୍ଧ ଓ ଆପଣା ଚିତ୍ତରୂପ ପଟାରେ ଲେଖି ରଖ। ତାହା କଲେ ତୁମ୍ଭେ ପରମେଶ୍ୱର ଓ ମନୁଷ୍ୟ ଦୃଷ୍ଟିରେ ଅନୁଗ୍ରହ ଓ ସୁବିବେଚନା ଲାଭ କରିବ। ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ। ସଦାପ୍ରଭୁ ଯିଏକି ମହାନ ପରମେଶ୍ୱର, ଆମମାନଙ୍କ ଜୀବନକୁ ସେ ଅଧିକାର କରିବାକୁ ଚାହାନ୍ତି। ଆମେ ଦେଖିବା ଯେତେବେଳେ ଇସ୍ରାଏଲିଆ ମାନେ ମିଶର ଦେଶରୁ ବାହାରିକି ଆସିଲେ, ଆଉ ସେତେବେଳେ ସଦାପ୍ରଭୁ ସେମାନଙ୍କୁ କ'ଣ କଲେ, ଆଉ ସେମାନଙ୍କୁ ସେଇ ଦେଶରୁ ବାହାର କରିକି ଆଣିଲେ, ଆଉ ତାଙ୍କୁ ପ୍ରତିଶ୍ରୁତି ଦେଲେ ଯେ ତାଙ୍କ ପିତୃପୁରୁଷଗଣକୁ ପ୍ରତିଶ୍ରୁତି ଦେଇଥିଲେ ଯେ ସେମାନଙ୍କୁ ମିଶର ଦେଶରୁ ଆଉ ତାହାଙ୍କର ଲୋକମାନଙ୍କୁ ବାହାର କରି ଆଣିବେ। ସେ ଦେଶରେ ପ୍ରବେଶ କରିବା ନିମନ୍ତେ ପରମେଶ୍ୱରଙ୍କର ଆଜ୍ଞାକୁ ପାଳନ କରିବା ପାଇଁ ସେମାନଙ୍କୁ ମନୋଯୋଗୀ ହେବା ପାଇଁ ଓ ସେମାନଙ୍କୁ ଜଣାଇଥିଲେ, ଯାହାଦ୍ୱାରା ସେମାନେ ବର୍ଦ୍ଧିଷ୍ଣୁ ହେବେ ଆଉ ବଞ୍ଚିବେ। ତାହାଙ୍କର ନିକଟବର୍ତ୍ତୀ ହେବା ନିମନ୍ତେ, ତାହାଙ୍କୁ ଜାଣିବା ପାଇଁ, ତାହାଙ୍କୁ ଧରିବା ପାଇଁ, ପରମେଶ୍ୱରଙ୍କର ବାଧ୍ୟ ହେବା ପାଇଁ, ତାହାଙ୍କର ଆଜ୍ଞା ପାଳନ କରିବା ପାଇଁ ତାହାଙ୍କର ଲୋକମାନଙ୍କୁ ସେ କ'ଣ କଲେ, ବାହାର କରିକି ଆଣିଲେ। ତାଙ୍କର ମନ ଜାଣିବା ପାଇଁ, ଆଉ ସେମାନେ କି ପ୍ରକାର ନମ୍ରତାର ଜୀବନ କାଟିବେ, ସେଥିପାଇଁ ସେ ତାହାଙ୍କୁ କ'ଣ କଲେ, କ୍ଲେଶ ଦ୍ୱାରା, ଯନ୍ତ୍ରଣା ଦ୍ୱାରା, ଆଉ ସେମାନଙ୍କୁ କ'ଣ କଲେ, ପଥ ମଧ୍ୟରେ ସେମାନଙ୍କ ନିମନ୍ତେ କ'ଣ କଲେ, ପରୀକ୍ଷା ଦ୍ୱାରା ସେମାନଙ୍କୁ କ'ଣ କଲେ, ଆଉ ଜ୍ୱାଳାଦାୟୀ ସର୍ପ, ଯେଉଁ ସର୍ପ କି କାଟିଲେ ଖାଲି ଜଳିବ, ସେଇ ପ୍ରକାର ସର୍ପ, ବିଛା, ପୁଣି ନିର୍ଜଳ ଶୁଷ୍କ ଭୂମି ଓ ବିସ୍ତୀର୍ଣ୍ଣ ପ୍ରାନ୍ତର ଚାଲି ଚାଲି ସେମାନେ ଥକି ଯାଉଥିଲେ। ସେ ପ୍ରାନ୍ତରରେ ଆଉ ସେମାନଙ୍କୁ ବାଟ କଢ଼େଇବା ନିମନ୍ତେ, ଆଉ ସେମାନଙ୍କୁ ଜଳ ଯୋଗାଇଲେ, ସେମାନେ କଷ୍ଟ ଯନ୍ତ୍ରଣା ଦେଲେ ମଧ୍ୟ, ପରୀକ୍ଷା କଲେ ମଧ୍ୟ, ଆଉ ସେମାନଙ୍କର ଶୋଷ ମେଣ୍ଟାଇବା ନିମନ୍ତେ, ସେମାନଙ୍କୁ ଖାଦ୍ୟ ଦେବା ନିମନ୍ତେ, ଆଉ ସେ ପ୍ରସ୍ତର ମଧ୍ୟରୁ କ'ଣ କଲେ, ଜଳ ପ୍ରଦାନ କଲେ, ଆଉ ଅଦୃଶ୍ୟ ମାନା ଦ୍ୱାରା ସେମାନଙ୍କର ଖାଦ୍ୟ ମେଣ୍ଟେଇଲେ। ଆଉ ସେମାନଙ୍କୁ ପ୍ରତିପାଳନ କରିକି ସେ କ'ଣ କଲେ, ସେ ମିଶର ଦେଶରୁ ବାହାର କରି ଆଣି 40 ବର୍ଷ ପର୍ଯ୍ୟନ୍ତ ପଥ ମଧ୍ୟରେ କୌଣସି ସେମାନଙ୍କର ଅସୁବିଧା ହେବ ନାହିଁ, ସେଥିପାଇଁ ସେମାନଙ୍କର କ'ଣ କଲେ, ଦିନରେ ସେମାନଙ୍କୁ ମେଘସ୍ତମ୍ଭ ଓ ରାତ୍ରିରେ ଅଗ୍ନିସ୍ତମ୍ଭ ଦ୍ୱାରା ସେମାନଙ୍କୁ କଢ଼େଇଲେ। ଯେ ପ୍ରକାର ସେ ଲୋକମାନେ ତାହାଙ୍କର ଗୌରବ କରିବେ, ତାହାଙ୍କୁ ଜାଣିବେ, ତାହାଙ୍କର ପଥକୁ ଧରିବେ ଆଉ ବାଧ୍ୟ ହେବେ। କାରଣ ପ୍ରଭୁ ଆମ ପ୍ରତ୍ୟେକଙ୍କୁ ପ୍ରେମ କରନ୍ତି। ସେଥିପାଇଁ ଯେତେ ଆମମାନଙ୍କୁ ଯନ୍ତ୍ରଣା ଦେଲେ ମଧ୍ୟ, ଯେତେ ଆମମାନଙ୍କୁ ସେ କଷ୍ଟ ଦେଲେ ମଧ୍ୟ, ସେ ଆମମାନଙ୍କୁ ସୁରକ୍ଷା ମଧ୍ୟ ପ୍ରଦାନ କରନ୍ତି। ଯେତେବେଳେ ଆମେ ତାଙ୍କୁ ଜୀବନରେ ପ୍ରଥମ ସ୍ଥାନ ଦେବା, ସେ ଆମମାନଙ୍କର ସମସ୍ତ ପ୍ରକାର ବାଧାରୁ ଆମମାନଙ୍କୁ ରକ୍ଷା କରନ୍ତି। ଗୀତ 25 ପର୍ବ 9 ପଦରେ ଲେଖାଯାଏ, ସଦାପ୍ରଭୁ ମଙ୍ଗଳମୟ ଓ ସରଳ ଅଟନ୍ତି, ଏହେତୁ ସେ ପାପୀମାନଙ୍କୁ ପଥ ବିଷୟରେ ଶିକ୍ଷା ଦେବେ।
ସେ ପାପୀମାନଙ୍କୁ କ'ଣ କରନ୍ତି? ଘୃଣା କରନ୍ତି। ଯେଉଁମାନେ ସଦାପ୍ରଭୁଙ୍କ ମାର୍ଗରେ ଚାଲନ୍ତି ନାହିଁ, ତାହାଙ୍କୁ ଜୀବନରେ ପ୍ରଥମ ସ୍ଥାନ ଦିଅନ୍ତି ନାହିଁ, ସେମାନଙ୍କୁ ସେ କ'ଣ କରନ୍ତି? ଉଚିତ ଶିକ୍ଷା ଦ୍ୱାରା ସେମାନଙ୍କୁ ଶାସ୍ତି ପ୍ରଦାନ କରନ୍ତି। ପାପୀ ଯେ ପ୍ରକାର ନିଜର ସମସ୍ତ ମନ୍ଦ ବିଷୟକୁ ତ୍ୟାଗ କରି ସଦାପ୍ରଭୁଙ୍କୁ ଭୟ କରିବ, ତାହାଙ୍କ ପଥକୁ ଧରିବ, ସେଥିପାଇଁ ତାକୁ ନାନା ପରୀକ୍ଷା ଦ୍ୱାରା ସେ କ'ଣ କରନ୍ତି? ଯନ୍ତ୍ରଣା ଦ୍ୱାରା ତାହାକୁ ପରୀକ୍ଷା କରନ୍ତି। ସେ ଯେ ପ୍ରକାର ଈଶ୍ୱରଙ୍କର ସତ୍ୟତାକୁ ଗ୍ରହଣ କରିବ, ମନ ଫେରାଇ ତାହାଙ୍କର ପଥକୁ ଅନୁସରଣ କରିବ, ସେୟା ହିଁ ପ୍ରଭୁ ପାପୀମାନଙ୍କ ମଧ୍ୟରୁ ଚାହାନ୍ତି। ମିଶର ଦେଶର ଲୋକ ଯେତେବେଳେ ଜଡ଼ତାରେ ଥିଲେ ଆଉ କଠୋରତାରେ ଥିଲେ, ସେ ସମୟରେ ମଧ୍ୟ ପ୍ରଭୁ କ'ଣ କଲେ? 10 ଥର ସେଇ ଜାଗାରେ ମାରି ଦ୍ୱାରା ସେ ଲୋକମାନଙ୍କୁ ପରୀକ୍ଷା ମଧ୍ୟ କରିଥିଲେ, ଯାହାଦ୍ୱାରା କି ତାହାଙ୍କର ଲୋକମାନେ ସେ ଜାଗାରୁ ବାହାରି ଆସିଲେ। ପ୍ରଭୁ ଆମ ସମସ୍ତଙ୍କୁ ସେଇ ପ୍ରକାର ଶାସନ ଦ୍ୱାରା ଆମମାନଙ୍କୁ ତାଙ୍କର ନିକଟତର କରାନ୍ତି। ଜିସାୟ 30 ପର୍ବ 15 ପଦର ଲେଖାଯାଏ, କାରଣ ପ୍ରଭୁ ସଦାପ୍ରଭୁ ଇସ୍ରାଏଲର ଧର୍ମସ୍ୱରୂପ କହିଲେ, ଫେରିଲେ ଓ ଶାନ୍ତ ହେଲେ ତୁମ୍ଭେମାନେ ପରିତ୍ରାଣ ପାଇବ। ସୁସ୍ଥିରତା ଓ ବିଶ୍ୱାସରେ ତୁମ୍ଭମାନଙ୍କର ବଳ ହବ। ଯଦି ଆମେ ତାହାଙ୍କଠାରେ ବିଶ୍ୱାସ କରୁ, ତାହେଲେ ନିଶ୍ଚୟ ଆମେ କ'ଣ ହେବା? ପରିତ୍ରାଣ ପ୍ରାପ୍ତ ହେବା। ଆମମାନଙ୍କୁ ସେ ସବୁ ଅବସ୍ଥାରେ ଧରି ରଖିବା ପାଇଁ ଚାହାନ୍ତି। ତାଙ୍କର ପ୍ରତିଜ୍ଞା ଗୁଡ଼ିକ ଆମମାନଙ୍କର ଜୀବନରେ ସଫଳ କରିବା ପାଇଁ ଚାହାନ୍ତି। ସେ ସବୁ ଅବସ୍ଥାରେ ଆମମାନଙ୍କ ଜୀବନକୁ ସେ କ'ଣ କରନ୍ତି? ଅଧିକାର କରିବାକୁ ଚାହାନ୍ତି। ଯଦି ଆମେ ବିଶ୍ୱାସର ସହ ଦୃଢ଼ତାର ସହ ତାଙ୍କୁ ଆମେ ଧରୁ, ତାହେଲେ ସେ ଆମମାନଙ୍କର ପଥ ପ୍ରଦର୍ଶକ ମଧ୍ୟ ହୁଅନ୍ତି। ସେଥିପାଇଁ ଆମେ ସମୟ ଥାଉ ଥାଉ ତାହାଙ୍କ ନିମନ୍ତେ ଆମେ କ'ଣ ହେବା? ଫେରିବା। ସେ ସତ୍ୟତାକୁ ଆମେ ଗ୍ରହଣ କରିବା। ସେ ଆମମାନଙ୍କୁ କ'ଣ କରିବେ? ତା ଦ୍ୱାରା ପରିତ୍ରାଣ ପ୍ରଦାନ କରିବେ। ଯେଉଁ ପରିତ୍ରାଣ ଆମମାନଙ୍କୁ ତାହାଙ୍କର ପୁତ୍ର ଦ୍ୱାରା ପ୍ରାପ୍ତ ହୋଇଅଛି, ସେହି ପରିତ୍ରାଣ ଦ୍ୱାରା ଆମେ ଯେପରି ଉତ୍ତମ ମାର୍ଗରେ ଚାଲିବା। ଯେତେବେଳେ ଆମେ ସମ୍ପୂର୍ଣ୍ଣ ରୂପେ ତାହାଙ୍କର ଠାରେ ଆଉଜି ପଡ଼ୁ, ସେ ସମୟରେ ସେ ଆମମାନଙ୍କୁ କ'ଣ କରନ୍ତି? ଆବୋରି ନିଅନ୍ତି। ଆମମାନଙ୍କ ଜୀବନକୁ ସଜାଡ଼ିବା ପାଇଁ, ଆମମାନଙ୍କ ଜୀବନକୁ ଅଧିକାର କରିବା ପାଇଁ ସେ କ'ଣ କରନ୍ତି? ସବୁ ଅବସ୍ଥାରେ ସେ ଆମମାନଙ୍କୁ ଧରି ରଖନ୍ତି। ଆଉ ତାହାଙ୍କର ଶାନ୍ତି, ତାହାଙ୍କର ଶକ୍ତି ଆମମାନଙ୍କ ଜୀବନରେ ପ୍ରଦାନ କରନ୍ତି। ସେଥିପାଇଁ ଆମେ ବ୍ୟକ୍ତିଗତ ଜୀବନରେ ହେଉ କି କାର୍ଯ୍ୟରତ ଜୀବନରେ ହେଉ ବା ସୁଖରେ ହେଉ ବା ଦୁଃଖରେ ହେଉ, ଯେଉଁ ସମୟରେ ଯେଉଁ ପରିସ୍ଥିତିରେ ଥାଉ, ତାହାଙ୍କୁ ଆମେ ଜୀବନରେ ପ୍ରଥମ ସ୍ଥାନ ଦେବା। ଜଗତରେ ଯେତେବେଳେ ଆମେ ବ୍ୟସ୍ତ ଜୀବନ କାଟୁ, ସେ ସମୟରେ ଆମେ କ'ଣ ହେଇଥାଉ? ଆମେ ବ୍ୟସ୍ତବହୁଳ ଜୀବନରେ ଆମେ ପରମେଶ୍ୱରଙ୍କ ଠାରୁ ଦୂରେଇ ଯାଇଥାଉ। ସବୁବେଳେ ଆମେ ଚାହିଁଥାଉ କେମିତି ଆଗକୁ ଯିବୁ, ଆଗକୁ ଯିବୁ, ଆଗକୁ ଯିବୁ, ଯାହାଦ୍ୱାରା କି ଆମମାନଙ୍କୁ ଯିଏ ଠିଆ କରାଇବାକୁ ଚାହାନ୍ତି, ଆମେ ତାହାଙ୍କୁ ଭୁଲି ଯାଇଥାଉ। କିନ୍ତୁ ପ୍ରଭୁ ଆମମାନଙ୍କ ଠାରୁ ତାହା ଚାହାନ୍ତି ନାହିଁ, କାରଣ ତାଙ୍କୁ ଧରି ଚାଲିଲେ ଆମେ ଜଗତର ଶେଷ ପର୍ଯ୍ୟନ୍ତ ଯାଇ ପହଞ୍ଚି ପାରିବା। ଜଗତର ଯାହା ଆମେ ଚାହିଁବା, ପ୍ରଭୁ ଆମମାନଙ୍କୁ ସେ ସବୁ ପ୍ରଦାନ କରିବେ। ଯେପରି ଲେଖାଯାଏ, ନମ୍ର ଲୋକ ପୃଥିବୀର ଅଧିକାରୀ ହେବେ। ଯଦି ଆମେ ତାହାଙ୍କ ନିକଟରେ ନମ୍ରତାର ଜୀବନ କାଟିଛୁ, ତାଙ୍କୁ ଦୃଢ଼ତାର ସହିତ ଧରିଛୁ, ଯେପରି ଆମେ ନିଜ ବିବେଚନାର ଆଉଜି ନ ପଡ଼ୁ। ଆମେ ପ୍ରଭୁ ଆମଙ୍କ ଠାରୁ ସମସ୍ତ ବିଷୟ କେବଳ ଶାନ୍ତି ହିଁ ଚାହାନ୍ତି। ଆମେ ଶାନ୍ତିରେ କିପରି ବାସ କରିବା, କେମିତି ତାହାଙ୍କୁ ଧରି ଚାଲିବା, ତାହାଙ୍କର ପଥକୁ ଶାନ୍ତିର ସହିତ ଆଚରଣ ଦ୍ୱାରା ଆମେ କେମିତି ତାଙ୍କୁ ଧରିବା, ପ୍ରଭୁ ଆମଙ୍କ ଠାରୁ ସେୟା ହିଁ ଚାହାନ୍ତି। ଆମମାନଙ୍କର ଜୀବନ ଏତେ ବ୍ୟସ୍ତ ଯେ ଆମେ ଅଶାନ୍ତିରେ ସବୁବେଳେ ବାସ କରୁଅଛୁ। ଆମମାନଙ୍କ ଜୀବନରେ
ସବୁ ଜିନିଷ ଆମମାନଙ୍କ ଜୀବନରେ ଅଛି, କିନ୍ତୁ ପ୍ରଭୁଙ୍କର ଉପସ୍ଥିତି ଆମମାନଙ୍କ ଜୀବନରେ କମି ଯାଉଛି। କାରଣ ଆମେ ଜଗତର ସବୁ ବିଷୟକୁ ଅଧିକାର କରି ଚାଲିଅଛୁ। ଯେଉଁ ବିଷୟ ସେ ଆମମାନଙ୍କୁ ଦେଇଅଛନ୍ତି ତାଙ୍କର ଅନୁଗ୍ରହରେ, ତାଙ୍କର ଆଶୀର୍ବାଦରେ ଆମମାନେ ତାକୁ ମନ୍ଦ ଗତିରେ ନେଇଯାଇଥାଉ। ସେଥିପାଇଁ ଆମମାନେ ପ୍ରଭୁଙ୍କ ଠାରୁ ଦୂରେଇ ଯାଇଛୁ ଆଜି। ସେଥିପାଇଁ ସମୟ ଥାଉ ଥାଉ ଆମମାନେ ତାହାଙ୍କୁ ଧରି ଚାଲିବା, ସଦା ସର୍ବଦା ତାହାଙ୍କଠାରେ ଆମମାନେ ଭରସା ରଖିବା, ସର୍ବାନ୍ତକରଣ ସହ ତାହାଙ୍କର ନିକଟବର୍ତ୍ତୀ ହେବା, ନିଜର ପରିବାରକୁ ତାହାଙ୍କ ଚରଣ ତଳେ ରଖିବା, ନିଜର ଆମମାନଙ୍କର ବ୍ୟକ୍ତିଗତ ଜୀବନକୁ ତାଙ୍କ ଚରଣ ତଳେ ରଖିବା, ଆମମାନଙ୍କର ପଡ଼ୋଶୀମାନଙ୍କ ପାଇଁ, ଆମମାନଙ୍କର ପ୍ରିୟଜନମାନଙ୍କ ପାଇଁ, ଦୁଃଖୀ ରୋଗୀଙ୍କ ପାଇଁ ଆମମାନେ ତାହାଙ୍କର ନିକଟବର୍ତ୍ତୀ ଯେପରି ହେବା। ତାହେଲେ ପ୍ରଭୁ ଆମମାନଙ୍କ ଜୀବନରେ କ'ଣ କରିବେ? ତାହାଙ୍କର ଅନୁଗ୍ରହ ଆଉ ସତ୍ୟତା ଆମମାନଙ୍କ ଜୀବନରେ ପ୍ରକାଶ କରିବେ ଓ ଆମମାନଙ୍କର ନିକଟବର୍ତ୍ତୀ ହେବେ। ତାହାଙ୍କର ଆଜ୍ଞା ଗୁଡ଼ିକ ଆମମାନଙ୍କର ଜୀବନରେ ହୃଦୟ ପଟାରେ ଯେପରି ଆମମାନେ ଲେଖି ରଖିବା, ଯାହାଦ୍ୱାରା ସେ ଆମମାନଙ୍କ ଜୀବନକୁ କ'ଣ କରିବେ? ଆଶୀର୍ବାଦରେ ପୂର୍ଣ୍ଣ କରିବେ। ତାହାଙ୍କର ଦୟା ଓ ସତ୍ୟତାକୁ ପରିତ୍ୟାଗ ଯେପରି ଆମମାନେ ନ କରୁ, ଯେଉଁ ଦୟା ସେ ଆମମାନଙ୍କୁ ସବୁ ଅବସ୍ଥାରେ କରିଆସିଛନ୍ତି, ସେ ଦୟାକୁ ଯେପରି ଆମମାନେ ସ୍ମରଣ ରଖିବା, ସେ ସତ୍ୟ ପଥରେ ଆମମାନେ ଚାଲିବା। ପ୍ରଭୁ ଆମମାନଙ୍କ ଠାରୁ ତାହା ହିଁ ଚାହାନ୍ତି ଯେ ମୋ ପିଲା ଯେପରି ମୋ ପଥରେ ଅଗ୍ରସର ହବ, ମୋ ପିଲା ମୋ ପାଇଁ ନିଜକୁ ଠିଆ କରାଇବ। ତାହେଲେ ଯାଇକି ପ୍ରଭୁ ଆମମାନଙ୍କ ଉପରେ କ'ଣ ହେବେ? ଆନନ୍ଦିତ ହେବେ। ଯେପରି ଆମମାନେ ମଧ୍ୟ ଗର୍ବର ସହିତ କହିପାରିବା ଯେ ମୁଁ ପରମେଶ୍ୱରଙ୍କୁ ଚିହ୍ନିଛି, ମୁଁ ସତ୍ୟ ଈଶ୍ୱରଙ୍କର ସନ୍ଧାନ ପାଇଛି, ମୁଁ ସତ୍ୟ ଈଶ୍ୱରଙ୍କୁ ନିଜ ହୃଦୟରେ ଧାରଣ କରିଛି। ଆଜି ସତରେ କ'ଣ ଆମମାନେ ସତ୍ୟ ଈଶ୍ୱରଙ୍କର ପରିଚୟ ପାଇ ଜଗତ ଆଗରେ ଅନ୍ୟମାନଙ୍କୁ ଆମମାନେ ସେଇ ପ୍ରଚାର କରିପାରୁଅଛୁ କି? ଆମମାନଙ୍କର କାର୍ଯ୍ୟରେ, ଆମମାନଙ୍କର ଚିନ୍ତାରେ, ଆମମାନଙ୍କର କଥାବାର୍ତ୍ତାରେ ନମ୍ରତା ଭାବ ନାହିଁ। ଆମମାନେ ଗର୍ବ ଅହଙ୍କାର, ଯେତେବେଳେ ଆମମାନଙ୍କର ଧନ ଅଧିକ ଆସିଯାଏ, ଆମମାନେ କ'ଣ କରିଥାଉ? ଆମମାନଙ୍କ ପିଲାମାନେ ଉଚ୍ଚ ଉଚ୍ଚ ସ୍ଥାନରେ ଯେତେବେଳେ ବସିଯାଆନ୍ତି, ଯେତେବେଳେ ଆମମାନଙ୍କ ଘର ଦ୍ୱାର, ଆମମାନଙ୍କର ଜମି ବାଡ଼ି ବ୍ୟାଙ୍କ ବାଲାନ୍ସ ବଢ଼ିଯାଇଥାଏ, ସେ ସମୟରେ ଆମମାନେ କ'ଣ କରିଥାଉ? ଗର୍ବର ସହିତ ଆମମାନେ ଆଚରଣ କରିଥାଉ। ଆମମାନେ ଭୁଲି ଯାଇଥାଉ ଯେ ପରମେଶ୍ୱର ଏସବୁ ଆମମାନଙ୍କୁ ପ୍ରଦାନ କରିଅଛନ୍ତି। ଆମମାନେ ଗର୍ବରେ ଆଉ ଉଚ୍ଚ ନିଚ ଭାବ ଦେଖେଇ ଆମମାନେ କ'ଣ କରିଥାଉ? ଈଶ୍ୱରଙ୍କ ଠାରୁ ଦୂରେଇ ଯାଇଥାଉ। ଆମର ନିଜର ବିବେଚନାରେ ଆମମାନେ ଆଉଜି ପଡ଼ିଥାଉ। ଈଶ୍ୱର ଆମମାନଙ୍କ ଠାରୁ କ'ଣ ଚାହାନ୍ତି ତାହା ଆମମାନେ ଚିନ୍ତା କରିନଥାଉ। କିନ୍ତୁ ସମୟ ଥାଉ ଥାଉ ପ୍ରଭୁ କହୁଛନ୍ତି, ନିଜ ବିବେଚନାରେ ତୁମାନେ ଆଉଜି ନ ପଡ଼। ଆମମାନଙ୍କର ଜୀବନରେ ତାଙ୍କୁ ପ୍ରଥମ ସ୍ଥାନ ଦେବା ହେଲା ଆମମାନଙ୍କର କର୍ତ୍ତବ୍ୟ। ତାହାଙ୍କର ଆଜ୍ଞା ଗୁଡ଼ିକ ପାଳନ କରିବା ହେଲା ଆମମାନଙ୍କ ପ୍ରଧାନ କର୍ତ୍ତବ୍ୟ। ତାହାଙ୍କର ଆଜ୍ଞା ପାଳନ କଲେ ଆମେ ତାହାଙ୍କର ହିଁ ସନ୍ତାନ ହେଇପାରିବା। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଏ ଛୋଟ ବାକ୍ୟ ଦ୍ୱାରା ସେ ଆମମାନଙ୍କ ଜୀବନରେ କଥା କହନ୍ତୁ ଏବଂ ଆମମାନେ ତାହାର ମର୍ମ ଯେପରି ବୁଝିପାରିବା। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ପ୍ରିୟ ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ବିଶେଷ କରି ସୂଚନା ଦିଏ ଯେ ଏଇ ଯେଉଁ ଅଲ୍ ଇନ୍ ମ୍ୟୁଜିକ୍ ମାଧ୍ୟମରେ ଆପଣମାନଙ୍କ ଗହଣରେ ଯେଉଁ ବାକ୍ୟ ପରିବେଷଣ କରାଯାଉଛି, ତାହା ଏଇ 2025 ମସିହା ଅଗଷ୍ଟ ମାସ ପ୍ରଥମ ସପ୍ତାହରୁ ଏକ ଭିନ୍ନ ନାମରେ ଆପଣମାନଙ୍କ ପାଖରେ ପ୍ରସ୍ତୁତ କରାଯିବ। ଆଉ ସେ ଚ୍ୟାନେଲର ନାମ ହେଲା ଶାନ୍ତିର ବାର୍ତ୍ତା। ଆପଣମାନେ ସେଇ ଚ୍ୟାନେଲରେ ଏ ଯୀଶୁଙ୍କ ଶିକ୍ଷା ଆପଣମାନେ ଦେଖିପାରିବେ। ଧନ୍ୟବାଦ। ଆସନ୍ତୁ ପ୍ରାର୍ଥନା କରିବା। ପବିତ୍ର 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 ପିତା, ଧର୍ମମୟ ରାଜା,
ତୁମର ଧନ୍ୟବାଦ କରୁଛୁ, ପ୍ରଶଂସା କରୁଛୁ, ଗୌରବ କରୁଛୁ ପିତା। ତୁମ ଦୟା ତୁମର ଅନୁଗ୍ରହରେ ପ୍ରଭୁ ଆମମାନଙ୍କୁ ତୁମେ ଜୀବିତମାନଙ୍କ ମଧ୍ୟରେ ସ୍ଥାନ ଦେଇଛ, ସେଥିପାଇଁ ଧନ୍ୟବାଦ। ଆମମାନଙ୍କୁ ତୁମେ ଉତ୍ତମ ମଣିଷ, ହଁ ପ୍ରଭୁ, ମନୁଷ୍ୟ ହୋଇ ପ୍ରଭୁ ଜଗତରେ ବଞ୍ଚିବାର ଯେଉଁ ଅଧିକାର ଦେଇଛ, ସେଥିପାଇଁ ତୁମର ଗୌରବ ପ୍ରଶଂସା କରୁଛୁ ପ୍ରଭୁ। ଆମେ ତୁମ ନିମନ୍ତେ ଯେପରି ଉଦ୍ଯୋଗୀ ହେବୁ, ତୁମକୁ ଧରି ଚାଲିବୁ, ତୁମର ଆଜ୍ଞା ଗୁଡ଼ିକ ପାଳନ କରିବୁ, ତୁମର ପଥ ଅନୁସରଣ କରିବୁ, ଅନ୍ୟମାନଙ୍କୁ ତାହା ମାନେ ଜଣାଇବୁ, ସେହି ପ୍ରକାର ତୁମେ ଆମମାନଙ୍କୁ ଦୟା କର ପ୍ରଭୁ ଗୋ। ଆମମାନଙ୍କର ସମସ୍ତ ଭୁଲ ଦୋଷ ଅପରାଧକୁ ତୁମେ କ୍ଷମା କର ପ୍ରଭୁ। ଏ ଜଗତରେ ଆମେ ବଞ୍ଚିଛୁ, ବଞ୍ଚିବାର ଅଧିକାର ତୁମେ ଆମମାନଙ୍କୁ ଦେଇଛ, ସେଥିପାଇଁ ତୁମର ଗୌରବ କରୁଛୁ ପ୍ରଭୁ। ଆମମାନଙ୍କୁ ତୁମେ ନମ୍ରତାର ଜୀବନ ଦିଅ, ଆମମାନଙ୍କୁ ତୁମେ ସଜାଡ଼ି ଦିଅ ବାପା। ଆମମାନଙ୍କର ଯଦି କୌଣସି ଭୁଲ ଦୋଷ ଅପରାଧ ଅଛି, ସେ ସବୁକୁ ତୁମେ ମାର୍ଜନା କର। ସବୁ ଅବସ୍ଥାରେ, ସବୁ କ୍ଷେତ୍ରରେ, ସବୁ ପରିସ୍ଥିତିରେ ଆମେ ଯେବେ ତୁମର ଗୌରବର କାରଣ ହେବୁ, ଅନ୍ୟମାନଙ୍କ ଆଗରେ ତୁମକୁ ପ୍ରକାଶ କରିବୁ। ଆମମାନଙ୍କର କଥାବାର୍ତ୍ତା, ଚାଲିଚଳନ, ସ୍ୱଭାବକୁ ତୁମେ ପ୍ରଭୁ ସଜାଡ଼ି ଦିଅ। ସବୁ ଅବସ୍ଥାର ଭାର ତୁମେ ନିଅ। ଆଜି ଯେଉଁମାନେ ପ୍ରଭୁ ବାକ୍ୟ ଶୁଣିବେ, ଶୁଣୁଛନ୍ତି, ସମସ୍ତଙ୍କୁ ତୁମେ ଦୟା କର। ବାକ୍ୟ ମାଧ୍ୟମରେ ତୁମେ କଥା କହୁଛ, ଧନ୍ୟବାଦ ଦେଇ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଏ ଆମମାନଙ୍କର ସ୍ୱର୍ଗସ୍ଥ ପିତା, ତୁମ ନାମ ପବିତ୍ର ବୋଲି ମାନ୍ୟ ହଉ। ତୁମ୍ଭର ରାଜ୍ୟ ଆସୁ, ଯେରୂପେ ସ୍ୱର୍ଗରେ ସେରୂପେ ପୃଥିବୀରେ ତୁମର ଇଚ୍ଛା ସଫଳ ହେଉ। ଆଜି ଆମମାନଙ୍କୁ ପ୍ରয়োଜনীୟ ଆହାର ଦିଅ। ଆମେ ଯେମନ୍ତ ନିଜ ନିଜ ଅପରାଧୀମାନଙ୍କୁ କ୍ଷମା କରିଅଛୁ, ତେମନ୍ତ ଅପରାଧ ସବୁ ତୁମେ କ୍ଷମା କର। ପରୀକ୍ଷାରେ ନ ଆଣ, ମନ୍ଦଟା ରକ୍ଷା କର। ଯେଣୁ ରାଜତ୍ୱ, ପରାକ୍ରମ, ଗୌରବ ସଦା ସର୍ବଦା ତୁମ୍ଭର ହେଉ, ଆମେନ୍। ଯୀଶୁଙ୍କ ରକ୍ତର ଜୟ, ଯୀଶୁଙ୍କ ରକ୍ତର ଜୟ, ଯୀଶୁଙ୍କ ରକ୍ତର ଜୟ, ଆମେନ୍। ପ୍ରେଜ୍ ଦ ଲର୍ଡ, ହାଲେଲୁୟା।